ଓମ୍ ଶାନ୍ତି। 25 ନଭେମ୍ବର 2025ର ପ୍ରାତଃ ମୁରଲୀ। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚ୍ଚେ, ଆତ୍ମାକୁ ଶତପ୍ରଧାନ କରିବା ପାଇଁ ଚିନ୍ତା କର। କୌଣସି ବି କମି ରହି ନ ଯାଉ। ମାୟା କୌଣସି ଭୁଲ କରାଇ ନ ଦେଉ। ଆତ୍ମାକୁ ଶତପ୍ରଧାନ କରିବା ପାଇଁ ଚିନ୍ତା କର। କୌଣସି ବି କମି ରହି ନ ଯାଉ। ମାୟା କୌଣସି ଭୁଲ କରାଇ ନ ଦେଉ। ଆଜିର ପ୍ରଶ୍ନ, ତୁମମାନଙ୍କ ମୁଖରୁ କେଉଁ ଶୁଭବାଣୀ ସର୍ବଦା ବାହାରିବା ଉଚିତ? ତୁମମାନଙ୍କ ମୁଖରୁ କେଉଁ ଶୁଭବାଣୀ ସର୍ବଦା ବାହାରିବା ଉଚିତ? ଉତ୍ତର, ସର୍ବଦା ମୁଖ ଦ୍ୱାରା ଏହି ଶୁଭ କଥା କୁହ ଯେ ଆମେ ନରରୁ ନାରାୟଣ ହେବୁ, କମ୍ ନୁହେଁ। ଆମେ ହିଁ ବିଶ୍ୱର ମାଲିକ ଥିଲୁ, ପୁନର୍ବାର ହେବୁ। କିନ୍ତୁ ଏହି ଲକ୍ଷ୍ୟ ବହୁତ ଉଚ୍ଚ ଅଟେ। ସେଥିପାଇଁ ବହୁତ ଖବରଦାର ରହିବାକୁ ହେବ। ପ୍ରତିଦିନ ନିଜର ଚାର୍ଟ ଦେଖିବାକୁ ହେବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖି ପୁରୁଷାର୍ଥ କରିବାକୁ ହେବ। ହାର୍ଟ ଫେଲ୍ ହେବାର ନାହିଁ। ଓମ୍ ଶାନ୍ତି। ବାବା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ଏଠାରେ ଯେତେବେଳେ ଯୋଗର ଯାତ୍ରାରେ ବସୁଛ, ସେତେବେଳେ ସବୁ ଭାଇ ଭଉଣୀମାନଙ୍କୁ କୁହ ଯେ ତୁମେମାନେ ଆତ୍ମ ଅଭିମାନୀ ହୋଇ ବସ ଏବଂ ବାବାଙ୍କୁ ମନେ ପକାଅ। ସମସ୍ତଙ୍କୁ ଏହି ସ୍ମୃତି ଦେବା ଉଚିତ। ତୁମକୁ ଏବେ ଏହି ସ୍ମୃତି ମିଳୁଛି। ଆମେ ଆତ୍ମା। ଆମର ବାବା ଆମକୁ ପାଠ ପଢ଼ାଇବାକୁ ଆସିଛନ୍ତି। ଆମେମାନେ ଏହି କର୍ମେନ୍ଦ୍ରିୟ ଦ୍ୱାରା ପଢ଼ୁଛୁ। ବାବା ମଧ୍ୟ କର୍ମେନ୍ଦ୍ରିୟର ଆଧାର ନେଇ ଏହାଙ୍କ ମାଧ୍ୟମରେ ପ୍ରଥମେ କହୁଛନ୍ତି, ବାବାଙ୍କୁ ମନେ ପକାଅ। ପିଲାମାନଙ୍କୁ ବୁଝାଯାଉଛି ଯେ ଏହା ହେଉଛି ଜ୍ଞାନ ମାର୍ଗ। ଏହାକୁ ଭକ୍ତି ମାର୍ଗ କୁହାଯିବ ନାହିଁ। ଜ୍ଞାନ ଏକମାତ୍ର ଜ୍ଞାନର ସାଗର ପତିତ ପାବନ ଶିବ ବାବା ହିଁ ଦେଉଛନ୍ତି। ତୁମକୁ ପ୍ରଥମ ନମ୍ବରର ପାଠ ଏହିଠାରେ ହିଁ ମିଳୁଛି। ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ। ଏହା ବହୁତ ଜରୁରୀ ଅଟେ। ଆଉ କୌଣସି ସତ୍ସଙ୍ଗରେ ଏକଥା କେହି କହିବେ ନାହିଁ। ଯଦିଓ ଆଜିକାଲି ବହୁତ କୃତ୍ରିମ ସଂସ୍ଥା ବାହାରିଲାଣି, ତୁମଠାରୁ ଶୁଣି ଯଦି ଏକଥା କେହି କହିବେ, ତେବେ ଅର୍ଥ ବୁଝିପାରିବେ ନାହିଁ। ତାଙ୍କଠାରେ ବୁଝାଇବାର ବୁଦ୍ଧି ହିଁ ନାହିଁ। ବାବା ଏକଥା କେବଳ ତୁମମାନଙ୍କୁ ହିଁ କହୁଛନ୍ତି ଯେ ବେହଦର ବାବାଙ୍କୁ ସ୍ମରଣ କର, ତେବେ ବିକର୍ମ ବିନାଶ ହୋଇଯିବ। ବିବେକ ମଧ୍ୟ କହୁଛି, ଏହା ପୁରୁଣା ଦୁନିଆ ଅଟେ। ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ ଭିତରେ ବହୁତ ଫରକ ରହିଛି। ତାହା ପବିତ୍ର ଦୁନିଆ, ଏହା ପତିତ ଦୁନିଆ। ଡାକୁଛନ୍ତି ମଧ୍ୟ, ହେ ପତିତ ପାବନ ଆସ, ଆସି ଆମକୁ ପବିତ୍ର କର। ଗୀତାରେ ମଧ୍ୟ ଏ ଶବ୍ଦ ରହିଛି ଯେ ମୋତେ ମନେ ପକାଅ। ଦେହର ସବୁ ସମ୍ବନ୍ଧକୁ ତ୍ୟାଗ କରି ନିଜକୁ ଆତ୍ମା ଭାବ। ଏହି ଦେହର ସମ୍ବନ୍ଧ ଆଗରୁ ନଥିଲା। ତୁମେ ଆତ୍ମା ଏଠାକୁ ଅଭିନୟ କରିବାକୁ ଆସୁଛ। ଗାୟନ ମଧ୍ୟ ରହିଛି, ଏକା ଆସିଥିଲୁ ଏକା ଯିବୁ। ଏହାର ଅର୍ଥକୁ ମନୁଷ୍ୟମାନେ ବୁଝୁନାହାନ୍ତି। ଏବେ ତୁମେମାନେ ପ୍ରକୃତ ଅର୍ଥକୁ ଜାଣୁଛ। ଆମେ ଏବେ ଯୋଗର ଯାତ୍ରା ଅଥବା ଯୋଗବଳ ଦ୍ୱାରା ପବିତ୍ର ହେଉଛୁ। ଏହା ହେଉଛି ରାଜଯୋଗର ଶକ୍ତି। ତାହା ହେଲା ହଠଯୋଗ, ଯାହାଦ୍ୱାରା ମନୁଷ୍ୟ ଅଳ୍ପ ସମୟ ପାଇଁ ସୁସ୍ଥ ରହୁଛନ୍ତି। ସତ୍ୟଯୁଗରେ ତୁମେମାନେ କେତେ ସୁସ୍ଥ ରହିଥାଅ। ସେଠାରେ ହଠଯୋଗର ଆବଶ୍ୟକତା ନଥାଏ। ଏସବୁ ଏହି ଛି ଅର୍ଥାତ୍ ବିକାରୀ ଦୁନିଆରେ ହିଁ କରୁଛନ୍ତି। ଏହା ହେଉଛି ହିଁ ପୁରୁଣା ଦୁନିଆ। ସତ୍ୟଯୁଗ ନୂଆ ଦୁନିଆ, ଯାହାକି ଅତୀତ ହୋଇଗଲାଣି, ଯେଉଁଠାରେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। ଏକଥା କାହାକୁ ହେଲେ ବି ଜଣା ନାହିଁ। ସେଠାରେ ସବୁ ଜିନିଷ ନୂଆ ହେବ। ଗୀତ ମଧ୍ୟ ରହିଛି ନା, ଜାଗ ସଜନିଆ ଜାଗ। ସତ୍ୟଯୁଗ ହେଉଛି ନବଯୁଗ। କଳିଯୁଗ ହେଲା ପୁରୁଣା ଯୁଗ। ବର୍ତ୍ତମାନ ଏହାକୁ କେହି ବି ସତ୍ୟଯୁଗ ବୋଲି କହିବେ ନାହିଁ। ବର୍ତ୍ତମାନ କଳିଯୁଗ ଅଟେ। ତୁମେ ସତ୍ୟଯୁଗ ପାଇଁ ପାଠ ପଢ଼ୁଛ। ଏପରି ପାଠ ଆଉ କେହି ପଢ଼ାଉ ନଥିବେ ଯିଏ
କହିବେ ଯେ ଏହି ପାଠ ପଢ଼ିଲେ ତୁମକୁ ନୂଆ ଦୁନିଆରେ ରାଜପଦ ମିଳିବ। ବାବାଙ୍କ ବ୍ୟତୀତ ଏକଥା କେହି କହିପାରିବେ ନାହିଁ। ତୁମ ପିଲାମାନଙ୍କୁ ପ୍ରତ୍ୟେକ କଥାର ସ୍ମୃତି ଦିଆଯାଉଛି। ତୁମେମାନେ କୌଣସି ଭୁଲ କରିବା ଉଚିତ ନୁହେଁ। ବାବା ସମସ୍ତଙ୍କୁ ବୁଝାଉଛନ୍ତି, କେଉଁଠାରେ ବି ରୁହ, ଧନ୍ଦା ଆଦି କର, କିନ୍ତୁ ନିଜକୁ ଆତ୍ମା ମନେକରି କର। ଯଦି କାମଧନ୍ଦା ଭିତରେ କିଛି ଅସୁବିଧା ହେଉଛି, ତେବେ ଯେତେ ସମ୍ଭବ ସମୟ ବାହାର କରି ଯୋଗରେ ବସ। ଆତ୍ମା ପବିତ୍ର ହୋଇଯିବ। ଆତ୍ମାକୁ ପବିତ୍ର କରିବା ପାଇଁ ଆଉ କୌଣସି ଉପାୟ ହିଁ ନାହିଁ। ତୁମେମାନେ ନୂଆ ଦୁନିଆ ପାଇଁ ଏବେ ରାଜଯୋଗ ଶିଖୁଛ। ସେଠାକୁ କଳିଯୁଗୀ ଆତ୍ମା ଯାଇପାରିବେ ନାହିଁ। ମାୟା ଆତ୍ମାର ଡେଣାକୁ ଭାଙ୍ଗି ଦେଇଛି। ଆତ୍ମା ଉଡ଼ିଥାଏ ନା। ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଏକ ଶରୀର ନେଉଛି। ଆତ୍ମା ହେଉଛି ସବୁଠାରୁ ତୀକ୍ଷ୍ଣ ରକେଟ୍। ତୁମମାନଙ୍କୁ ଏହି ନୂଆ ନୂଆ କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି। ଆତ୍ମା କେତେ ଛୋଟ ରକେଟ୍ ଅଟେ। ଏଥିରେ 84 ଜନ୍ମର ପାଠ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏପରି କଥା ମନେ ରଖିଲେ ଉମଙ୍ଗ ଆସିବ। ସ୍କୁଲରେ ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ବିଦ୍ୟା ମନେ ରହିଥାଏ ନା? ତୁମ ବୁଦ୍ଧିରେ ଏବେ କ'ଣ ଅଛି? ବୁଦ୍ଧି ଶରୀରରେ ନାହିଁ, ଆତ୍ମାରେ ହିଁ ମନ ବୁଦ୍ଧି ରହିଛି। ଆତ୍ମା ହିଁ ପାଠ ପଢ଼ୁଛି। ଚାକିରି ଆଦି ସବୁ ଆତ୍ମା ହିଁ କରୁଛି। ଶିବ ବାବା ମଧ୍ୟ ଆତ୍ମା ଅଟନ୍ତି, କିନ୍ତୁ ତାଙ୍କୁ ପରମ କୁହାଯାଉଛି। ସେ ଜ୍ଞାନର ସାଗର ଅଟନ୍ତି। ସେ ହେଉଛନ୍ତି ବହୁତ ଛୋଟ ବିନ୍ଦୁ। ଏକଥା ମଧ୍ୟ କାହାକୁ ହେଲେ ଜଣା ନାହିଁ। ବାବାଙ୍କ ପାଖରେ ଥିବା ସଂସ୍କାର ଗୁଡ଼ିକୁ ତୁମ ଆତ୍ମାମାନଙ୍କଠାରେ ଭରପୁର କରାଯାଉଛି। ଏବେ ତୁମେ ଯୋଗବଳ ଦ୍ୱାରା ପବିତ୍ର ହେଉଛ। ସେଥିପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ। ପାଠ ପଢ଼ାରେ ଚିନ୍ତା ରହିଥାଏ ଯେ ଆମେ ଯେପରି ଫେଲ ନ ହୋଇଯାଉ। ଏଥିରେ ମଧ୍ୟ ପ୍ରଥମ ନମ୍ବରର ବିଷୟ ହେଉଛି ଆମେ ଆତ୍ମା କିପରି ଶତପ୍ରଧାନ ହେବୁ। କିଛି ଅଭାବ ଯେପରି ରହି ନଯାଉ, ନଚେତ ଫେଲ ହୋଇଯିବ। ମାୟା ତୁମକୁ ପ୍ରତ୍ୟେକ କଥାରେ ଭୁଲାଇ ଦେଉଛି। ଆତ୍ମା ଚାହୁଁଛି ମଧ୍ୟ ଚାଟ ରଖିବି। ସାରା ଦିନ ଭିତରେ ଯେପରି କୌଣସି ଆସୁରୀ କାମ ନ କରେ। କିନ୍ତୁ ମାୟା ଚାଟ ରଖିବାକୁ ଦେଉନାହିଁ। ତୁମେମାନେ ମାୟାର ଜାଲରେ ଆସିଯାଉଛ। ମନ ମଧ୍ୟ କହୁଛି ଚାଟ ରଖିବୁ। ବ୍ୟାପାରୀମାନେ ସର୍ବଦା ଲାଭ କ୍ଷତିର ଚାଟ ରଖିଥାନ୍ତି। ତୁମର ତ ଏହା ବହୁତ ବଡ଼ ଚାଟ ଅଟେ। ଏହା 21 ଜନ୍ମର ରୋଜଗାର। ତେଣୁ ଏଥିରେ କୌଣସି ଭୁଲ କରିବା ଉଚିତ ନୁହେଁ। ପିଲାମାନେ ବହୁତ ଭୁଲ କରୁଛନ୍ତି। ଏହି ବାବାଙ୍କୁ ତ ତୁମେମାନେ ସୂକ୍ଷ୍ମ ଲୋକ ଏବଂ ସ୍ୱର୍ଗରେ ମଧ୍ୟ ଦେଖୁଛ। ବାବା ମଧ୍ୟ ବହୁତ ପୁରୁଷାର୍ଥ କରୁଛନ୍ତି। ଆଶ୍ଚର୍ଯ୍ୟ ମଧ୍ୟ ହେଉଛନ୍ତି। ବାବାଙ୍କ ସ୍ମୃତିରେ ସ୍ନାନ କରୁଛି, ଭୋଜନ କରୁଛି, ତଥାପି ଭୁଲି ଯାଉଛି, ପୁଣି ସ୍ମରଣ କରିବାରେ ଲାଗିଯାଉଛି। ଏହା ବହୁତ ବଡ଼ ବିଷୟ ଅଟେ। ଏଥିରେ କୌଣସି ମତଭେଦ ଆସିପାରିବ ନାହିଁ। ଗୀତାରେ ମଧ୍ୟ ଅଛି, ଦେହ ସହିତ ଦେହର ସବୁ ଧର୍ମକୁ ଛାଡ଼, ବାକି ରହିଲା ଆତ୍ମା। ଦେହକୁ ଭୁଲି ନିଜକୁ ଆତ୍ମା ଭାବ। ଆତ୍ମା ହିଁ ପତିତ ତମ ପ୍ରଧାନ ହୋଇଛି। ମନୁଷ୍ୟ ପୁଣି କହିଦେଉଛନ୍ତି ଆତ୍ମା ନିର୍ଲିପ୍ତ ଅଟେ। ଆତ୍ମା ହିଁ ପରମାତ୍ମା, ପରମାତ୍ମା ହିଁ ଆତ୍ମା ଅଟେ। ସେଥିପାଇଁ ଭାବୁଛନ୍ତି ଆତ୍ମାରେ କୌଣସି ଲେପଛେପ ଅର୍ଥାତ୍ ଦାଗ ଲାଗୁନାହିଁ। ତେବେ ତମଗୁଣୀ ମନୁଷ୍ୟ ତମଗୁଣୀ ଶିକ୍ଷା ହିଁ ଦେଇଥାନ୍ତି। ସେମାନେ ସତଗୁଣୀ କରିପାରିବେ ନାହିଁ। ଭକ୍ତି ମାର୍ଗରେ ତମ ପ୍ରଧାନ ହେବାକୁ ପଡ଼ିବ। ପ୍ରତ୍ୟେକ ଜିନିଷ ପ୍ରଥମେ ସତ ପ୍ରଧାନ, ପୁଣି ରଜ ତମରେ ଆସୁଛି। ସ୍ଥାପନା ଏବଂ ବିନାଶ ହୋଇଥାଏ। ବାବା ନୂଆ ଦୁନିଆର ନିର୍ମାଣ କରୁଛନ୍ତି, ପୁଣି ଏହି ପୁରୁଣା ଦୁନିଆର ବିନାଶ ହୋଇଯିବ। ଭଗବାନ ନୂଆ ଦୁନିଆର ସ୍ରଷ୍ଟା ଅଟନ୍ତି। ଏହି ପୁରୁଣା ଦୁନିଆ ପରିବର୍ତ୍ତିତ ହୋଇ ନୂଆ ହେବ। ନୂଆ ଦୁନିଆର ଚିହ୍ନ ତ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି ନା? ଏମାନେ ନୂଆ ଦୁନିଆର ମାଲିକ। ତ୍ରେତାକୁ ମଧ୍ୟ ନୂଆ ଦୁନିଆ କୁହାଯିବ ନାହିଁ। କଳିଯୁଗକୁ ପୁରୁଣା, ସତ୍ୟ ଯୁଗକୁ ନୂଆ ଦୁନିଆ କୁହାଯାଉଛି। କଳିଯୁଗର ଶେଷ ଏବଂ ସତ୍ୟ ଯୁଗ ଆଦିର ଏହା ହେଲା ସଙ୍ଗମ ଯୁଗ। କେହି କେହି MA BA ପଢ଼ି ବହୁତ ଉଚ୍ଚ ପଦର ଅଧିକାରୀ ହୋଇଯାଆନ୍ତି ନା? ତୁମେମାନେ ମଧ୍ୟ ଏହି ପାଠପଢ଼ା ଦ୍ୱାରା କେତେ ଉଚ୍ଚ ହେଉଛ। ଦୁନିଆ ଏହି କଥାକୁ ଜାଣିନାହିଁ ଯେ ଏହାକୁ ଏତେ ଉଚ୍ଚ କିଏ କରିଲା। ତୁମେମାନେ ଏବେ ଆଦି ମଧ୍ୟ ଅନ୍ତକୁ ଜାଣିଗଲଣି।
ସମସ୍ତଙ୍କର ଜୀବନ କାହାଣୀକୁ ତୁମେ ଜାଣିଛ। ଏହା ହେଉଛି ଜ୍ଞାନ। ଭକ୍ତିରେ ଜ୍ଞାନ ନାହିଁ, କେବଳ କର୍ମକାଣ୍ଡ ଶିଖାଯାଉଛି। ଅସରନ୍ତି ଭକ୍ତି ରହିଛି, କେତେ ବର୍ଣ୍ଣନା କରୁଛନ୍ତି। ଭକ୍ତିରେ ମଧ୍ୟ ବହୁତ ସୁନ୍ଦରତା ରହିଛି। ବୀଜରେ ଯେଉଁ ସୁନ୍ଦରତା ରହିଛି, ଏତେ ଛୋଟ ବୀଜ କେତେ ବଡ଼ ହୋଇଯାଉଛି। ଏହା ଭକ୍ତିର ବୃକ୍ଷ। ଅସରନ୍ତି କର୍ମକାଣ୍ଡ ରହିଛି। ଜ୍ଞାନ ମାର୍ଗରେ କେବଳ ଗୋଟିଏ ଗୁଟକା ଅର୍ଥାତ୍ ଗୋଟିଏ କୁହୁକ ଗୋଲି, ତାହା ହେଉଛି ମନ୍ମନାଭବ। ବାବା କହୁଛନ୍ତି, ତମ ପ୍ରଧାନରୁ ଶତପ୍ରଧାନ ହେବା ପାଇଁ ମୋତେ ମନେ ପକାଅ। ତୁମେମାନେ କହୁଛ ମଧ୍ୟ, ହେ ପତିତ ପାବନ, ଆସି ଆମକୁ ପବିତ୍ର କର। ରାବଣ ରାଜ୍ୟରେ ସମସ୍ତେ ପତିତ ଦୁଃଖୀ, ରାମ ରାଜ୍ୟରେ ସମସ୍ତେ ପବିତ୍ର ସୁଖୀ ହେବେ। ରାମ ରାଜ୍ୟ ରାବଣ ରାଜ୍ୟ ନାମ ତ ରହିଛି। ତୁମମାନଙ୍କ ବ୍ୟତୀତ ଏହି ରାମ ରାଜ୍ୟ ବିଷୟରେ କାହାକୁ ହେଲେ ଜଣା ନାହିଁ। ତୁମେମାନେ ଏବେ ପୁରୁଷାର୍ଥ କରୁଛ। 84 ଜନ୍ମର ରହସ୍ୟକୁ ମଧ୍ୟ ତୁମମାନଙ୍କ ବ୍ୟତୀତ ଆଉ କେହି ହେଲେ ଜାଣିନାହାନ୍ତି। ଯଦିଓ କହୁଛନ୍ତି ଭଗବାନ ଉବାଚ ମନ୍ମନାଭବ, ତେବେ ଏପରି କେହି ବୁଝାଇ ପାରିବେ ନାହିଁ ଯେ ତୁମେ 84 ଜନ୍ମ କିପରି ପୂରା କରିଛ। ଏବେ ଚକ୍ର ପୂରା ହେଉଛି। ଗୀତା ଶୁଣାଉଥିବା ବ୍ୟକ୍ତିଙ୍କ ଠାରୁ ଯାଇ ଶୁଣ, ଗୀତା ବିଷୟରେ କ'ଣ କହୁଛନ୍ତି। ତୁମ ବୁଦ୍ଧିରେ ଏବେ ସାରା ଜ୍ଞାନ ଝରୁଛି। ବାବା ପଚାରୁଛନ୍ତି, ଆଗରୁ କେବେ ବାବାଙ୍କ ସହିତ ମିଶିଥିଲ? କହୁଛନ୍ତି, ହଁ ବାବା, କଳ୍ପ ପୂର୍ବରୁ ମିଶିଥିଲୁ। ବାବା ପଚାରୁଛନ୍ତି, ଏବଂ ତୁମେ ଅର୍ଥ ସହିତ ଉତ୍ତର ଦେଉଛ। ଏପରି ନୁହେଁ ଯେ ସୁଆ ସଦୃଶ କହିଦେବ। ପୁଣି ବାବା ପଚାରୁଛନ୍ତି, କାହିଁକି ମିଶିଥିଲ, କ'ଣ ପାଇଥିଲ? ତେଣୁ ତୁମେ କହିପାରିବ, ଆମେ ବିଶ୍ୱର ରାଜ୍ୟଭାଗ୍ୟ ପାଇଥିଲୁ। ଏଥିରେ ସବୁ ଆସିଯାଉଛି। ଯଦିଓ ତୁମେମାନେ କହୁଛ ନରରୁ ନାରାୟଣ ହୋଇଥିଲୁ, କିନ୍ତୁ ବିଶ୍ୱର ମାଲିକ ହେବା, ସେଥିରେ ରାଜାରାଣୀ ଏବଂ ଦୈବୀ ରାଜଧାନୀର ସବୁ ରହିବ। ତାର ମାଲିକ, ରାଜା, ରାଣୀ, ପ୍ରଜା ସମସ୍ତେ ହେବେ। ଏହାକୁ ଶୁଭବାଣୀ ବୋଲି କୁହାଯାଉଛି। ଆମେ ତ ନରରୁ ନାରାୟଣ ହେବୁ, କମ୍ ନୁହେଁ। ବାବା କହୁଛନ୍ତି, ହଁ ପିଲାମାନେ, ସେଥିପାଇଁ ପୂରା ପୁରୁଷାର୍ଥ କର। ନିଜର ଚାର୍ଟକୁ ମଧ୍ୟ ଦେଖିବାକୁ ହେବ। ଏହି ଅବସ୍ଥାରେ ମୁଁ ଉଚ୍ଚପଦ ପାଇପାରିବି ନା ନାହିଁ। କେତେ ଜଣକୁ ରାସ୍ତା ବତାଉଛି, କେତେ ଅନ୍ଧଙ୍କର ଲାଠି ହୋଇଛି। ସେବା ନ କଲେ ବୁଝିଯିବା ଦରକାର, ଆମେ ପ୍ରଜାରେ ଚାଲିଯିବୁ। ନିଜ ମନକୁ ପଚାରିବା ଉଚିତ, ଯଦି ଏବେ ମୁଁ ଶରୀର ଛାଡ଼ିଦେବି, ତେବେ ସେଠାରେ ଯାଇ କେଉଁ ପଦ ପାଇବି? ଲକ୍ଷ୍ୟ ବହୁତ ବଡ଼, ତେଣୁ ଖବରଦାର ରହିବା ଦରକାର। କେତେକ ସନ୍ତାନ ଭାବୁଛନ୍ତି, ବାସ୍ତବରେ ଆମେ ଯୋଗ ହିଁ କରୁନାହୁଁ, ତେବେ ଚାର୍ଟ ରଖି କ'ଣ କରିବୁ? ଏହାକୁ ହାର୍ଟଫେଲ୍ ଅବସ୍ଥା କୁହାଯିବ। ସେମାନେ ପାଠ ମଧ୍ୟ ସେହିଭଳି ପଢ଼ିଥାନ୍ତି, କୌଣସି ଧ୍ୟାନ ଦିଅନ୍ତି ନାହିଁ। ମିଆଁ ମିଠୁ ହୋଇ ବସିବା ଉଚିତ ନୁହେଁ, ନଚେତ ଫେଲ୍ ହୋଇଯିବ। ନିଜର କଲ୍ୟାଣ କରିବାକୁ ହେବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତୁମମାନଙ୍କ ସମ୍ମୁଖରେ ଅଛି। ପାଠ ପଢ଼ି ଆମକୁ ଏହିପରି ହେବାକୁ ପଡ଼ିବ। ଏହା ମଧ୍ୟ ୱାଣ୍ଡର ବା ଆଶ୍ଚର୍ଯ୍ୟ ଅଟେ ନା? କଳି ଯୁଗରେ ତ ରାଜତ୍ୱ ନାହିଁ। ସତ୍ୟ ଯୁଗରେ ପୁଣି ଏହାଙ୍କର ରାଜତ୍ୱ କେଉଁଠାରୁ ଆସିଲା? ତେବେ ସବୁର ଆଧାର ପାଠପଢ଼ା ଉପରେ ରହିଛି। ଏପରି ନୁହେଁ ଯେ ଦେବତା ଏବଂ ଅସୁରମାନଙ୍କ ଭିତରେ ଲଢ଼େଇ ଲାଗିଲା। ଦେବତାମାନେ ଜିତିଲେ ଏବଂ ରାଜ୍ୟ ପାଇଲେ। ଅସୁର ଏବଂ ଦେବତାମାନଙ୍କର ଲଢ଼େଇ କିପରି ଲାଗିପାରିବ? ନା, କୌରବ ଏବଂ ପାଣ୍ଡବମାନଙ୍କର ଲଢ଼େଇ ଲାଗିଥିଲା। ଏଥିରେ ଲଢ଼େଇ କଥା ହିଁ ନିଷେଧ ହୋଇଯାଉଛି। ପ୍ରଥମେ ତ ଏହି କଥା କୁହ ଯେ ବାବା କହୁଛନ୍ତି, ଦେହର ସବୁ ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ବୋଲି ଭାବ। ତୁମେ ଆତ୍ମା ଅଶରୀରୀ ହୋଇ ଆସିଥିଲ, ଏବେ ପୁଣି ଅଶରୀରୀ ହୋଇ ଘରକୁ ଫେରିବାକୁ ହେବ। ତେବେ ପବିତ୍ର ଆତ୍ମାମାନେ ହିଁ ଘରକୁ ଯାଇପାରିବେ। ତମ ପ୍ରଧାନ ଆତ୍ମା ତ ଘରକୁ ଯାଇପାରିବ ନାହିଁ। ଆତ୍ମାର ଡେଣା ଭାଙ୍ଗି ଯାଇଛି, ମାୟା ପତିତ କରିଦେଇଛି। ଆତ୍ମା ତମ ପ୍ରଧାନ ହୋଇଯାଇଛି। ତେଣୁ ଏତେ ଦୂର ଏବଂ ଏତେ ପବିତ୍ର ଜାଗାକୁ ଯାଇପାରିବେ ନାହିଁ। ଏବେ ତୁମର ଆତ୍ମା କହୁଛି ଯେ ଆମେ ବାସ୍ତବରେ ପରମଧାମର ବାସିନ୍ଦା ଅଟୁ। ଏଠାରେ 5 ତତ୍ତ୍ୱର ପିତୁଳା ନେଇଛୁ ପାଠ କରିବା ପାଇଁ। ମନୁଷ୍ୟ ମରିଗଲେ କୁହନ୍ତି ସ୍ୱର୍ଗବାସୀ ହେଲା। କିଏ ଗଲା? ସେଠାକୁ ଶରୀର ଗଲା ନା ଆତ୍ମା ଗଲା? ଶରୀର ତ ଜଳିଗଲା, ବାକି ରହିଲା ଆତ୍ମା।
ସେ ସ୍ୱର୍ଗକୁ ତ ଯାଇପାରିବ ନାହିଁ। ମନୁଷ୍ୟମାନଙ୍କୁ ଯିଏ ଯାହା ଶୁଣାଉଛନ୍ତି ସେମାନେ ସେଇ କଥା ଶୁଣୁଛନ୍ତି। ଭକ୍ତି ମାର୍ଗର ଲୋକମାନେ ଭକ୍ତି ହିଁ ଶିଖାଉଛନ୍ତି। ଅକୁପେସନ ବା ବୃତ୍ତି ବିଷୟରେ କାହାକୁ ହେଲେ ଜଣା ନାହିଁ। ଶିବଙ୍କର ପୂଜା ସବୁଠାରୁ ଉଚ୍ଚ ବୋଲି କହୁଛନ୍ତି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ଶିବ, ତାଙ୍କୁ ହିଁ ସ୍ମରଣ କର। ହାତରେ ମାଳା ମଧ୍ୟ ଦେଉଛନ୍ତି, କହୁଛନ୍ତି ଶିବ ଶିବ କହି ମାଳା ଗଡ଼ାଉଥାଅ। କିଛି ନ ବୁଝି ମାଳା ଉଠାଇ ଶିବ ଶିବ କହୁଛନ୍ତି। ଗୁରୁମାନେ ଅନେକ ପ୍ରକାରର ଶିକ୍ଷା ଦେଉଛନ୍ତି। ଏଠାରେ ତ ଗୋଟିଏ କଥା, ବାବା ନିଜେ କହୁଛନ୍ତି ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ। ମୁଖ ଦ୍ୱାରା ଶିବ ଶିବ ମଧ୍ୟ କହିବା ଉଚିତ ନୁହେଁ। ବାପାଙ୍କର ନାମ ପିଲାମାନେ ସ୍ମରଣ କରିନଥାନ୍ତି। ଏସବୁ ହେଉଛି ଗୁପ୍ତ, କାହାକୁ ହେଲେ ଜଣା ନାହିଁ ଯେ ତୁମେ କ'ଣ କରୁଛ। ତେବେ ଯିଏ କଳ୍ପ ପୂର୍ବରୁ ବୁଝିଥିଲେ ସିଏ ହିଁ ବୁଝିବେ। ନୂଆ ନୂଆ ସନ୍ତାନମାନେ ଆସୁଛନ୍ତି, ବୃଦ୍ଧି ହୋଇ ଚାଲିଛି। ଆଗକୁ ଯାଇ ଡ୍ରାମା କ'ଣ ଦେଖାଉଛି ତାକୁ ସାକ୍ଷୀ ହୋଇ ଦେଖିବାକୁ ହେବ। ପ୍ରଥମରୁ ବାବା ସାକ୍ଷାତକାର କରାଇବେ ନାହିଁ ଯେ ଆଗକୁ ଏସବୁ ଘଟଣା ଘଟିବ। ତାହା ହେଲେ ତ ଏହା କୃତ୍ରିମ ନାଟକ ହୋଇଯିବ। ଏହା ବହୁତ ବୁଝିବାର କଥା। ତୁମମାନଙ୍କୁ ଏବେ ଜ୍ଞାନ ମିଳୁଛି, ଭକ୍ତି ମାର୍ଗରେ ଅଜ୍ଞାନ ଥିଲ। ଜାଣିଛ ଡ୍ରାମାରେ ଭକ୍ତି ମଧ୍ୟ ନିର୍ଦ୍ଧାର୍ଯ୍ୟ ଅଛି। ଏବେ ତୁମେମାନେ ଜାଣୁଛ ଆମେମାନେ ଏହି ପୁରୁଣା ଦୁନିଆର ବାସିନ୍ଦା ନୁହେଁ। ଛାତ୍ରମାନଙ୍କର ଏହି ପାଠପଢ଼ା ବୁଦ୍ଧିରେ ରହିଛି। ତୁମକୁ ମଧ୍ୟ ମୁଖ୍ୟ ମୁଖ୍ୟ ପଏଣ୍ଟ ସେ ବୁଦ୍ଧିରେ ଧାରଣ କରିବାକୁ ହେବ। ପ୍ରଥମେ ଅଲଫଙ୍କ କଥା ପକ୍କା କର, ତାପରେ ଆଗକୁ ଯାଅ। ନଚେତ ସେମାନେ ଫାଲତୁ କଥା ପଚାରିବେ। କନ୍ୟାମାନେ ଲେଖିକରି ଦେଉଛନ୍ତି, ଅମୁକ ଲେଖିଛନ୍ତି ଯେ ଗୀତାର ଭଗବାନ ହେଲେ ଶିବ। ଏହା ତ ବିଲକୁଲ ଠିକ୍ କଥା। ଯଦିଓ ଏପରି କହୁଛନ୍ତି, କିନ୍ତୁ ବୁଦ୍ଧିରେ ସେ କଥା ରହୁନାହିଁ। ଯଦି ବୁଝିଯିବେ ଯେ ବାବା ଆସିଛନ୍ତି, ତେବେ କହିବେ ଏପରି ବାବାଙ୍କ ସହିତ ଯାଇ ଆମେ ମିଶିବୁ, ବର୍ଷା ନେବୁ। କିନ୍ତୁ ଜଣକର ବି ନିଶ୍ଚୟ ହେଉନାହିଁ। ତୁରନ୍ତ ଜଣକର ମଧ୍ୟ ଚିଠି ଆସୁନାହିଁ। ଲେଖୁଛନ୍ତି ମଧ୍ୟ ଜ୍ଞାନ ବହୁତ ଭଲ, କିନ୍ତୁ ଏତିକି ସାହସ ନାହିଁ। ବୁଝୁନାହାନ୍ତି ଯେ ବାହା ଏପରି ବାବା, ଯାହାଙ୍କଠାରୁ ଆମେ ଏତେ ଦିନ ହେଲା ଦୂରରେ ରହିଥିଲୁ। ଭକ୍ତି ମାର୍ଗରେ ଧକ୍କା ଖାଇଲୁ। ଏବେ ସେହି ବାବା ବିଶ୍ୱର ମାଲିକ କରିବାକୁ ଆସିଛନ୍ତି। ତେଣୁ ଘରୁ ପଳାଇ ଆସିଲୁ। ଆଗକୁ ଗଲେ ଏପରି ବାହାରିବେ। ଯଦି ବାବାଙ୍କୁ ଚିହ୍ନିଗଲ, ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି, ତେବେ ତାଙ୍କର ହୁଅ ନା। ଏପରି ବୁଝାଇବା ଦରକାର, ଯେପରି ଭାଗ୍ୟ ହିଁ ଖୋଲିଯିବ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପ ଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବ୍ୟବସାୟ ଇତ୍ୟାଦି କରି ଆତ୍ମାକୁ ପବିତ୍ର କରିବା ପାଇଁ ମଧ୍ୟ ସମୟ ବାହାର କରିବାକୁ ପଡ଼ିବ ଏବଂ ଯୋଗ କରିବାର ପରିଶ୍ରମ କରିବାକୁ ହେବ। କୌଣସି ବି ଆସୁରୀ କାମ କେବେ ହେଲେ ବି କରିବାର ନାହିଁ। 2 ନମ୍ବର, ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ। ନିଜେ ପାଠ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ। ମିଆଁ ମିଠୁ ହେବାର ନାହିଁ। ଯୋଗର ବଳ ଜମା କରିବାକୁ ହେବ। ଆଜିର ବରଦାନ, ନାମ ଏବଂ ମାନ ସମ୍ମାନର ତ୍ୟାଗ ଦ୍ୱାରା ସମସ୍ତଙ୍କର ସ୍ନେହ ପ୍ରାପ୍ତ କରୁଥିବା ବିଶ୍ୱର ଭାଗ୍ୟ ବିଧାତା ଭବ। ନାମ ଏବଂ ମାନ ସମ୍ମାନର ତ୍ୟାଗ ଦ୍ୱାରା ସମସ୍ତଙ୍କର ସ୍ନେହ ପ୍ରାପ୍ତ କରୁଥିବା ବିଶ୍ୱର ଭାଗ୍ୟ ବିଧାତା ଭବ। ଡିଟେଲ୍ସ, ଯେପରି ପରମାତ୍ମାକୁ ନାମ ରୂପଠାରୁ ନିଆରା କହୁଛନ୍ତି, କିନ୍ତୁ ସବୁଠାରୁ ଅଧିକ ନାମର ଗାୟନ ବାବାଙ୍କର ହିଁ ହେଉଛି। ସେହିପରି ତୁମେମାନେ ମଧ୍ୟ ଅଳ୍ପ କାଳର ନାମ ଏବଂ ମାନ ସମ୍ମାନ ପ୍ରାପ୍ତ କରିବାର ଇଚ୍ଛାଠାରୁ ଦୂରେଇ ରୁହ, ଯାହାଦ୍ୱାରା ସଦାକାଳ ପାଇଁ ସମସ୍ତଙ୍କର ପ୍ରିୟ ସ୍ୱତଃ ହୋଇଯିବ। ଯେଉଁମାନେ ନିଜର ନାମ ମାନ ସମ୍ମାନର ଭିକାରୀ ପଣିଆକୁ ତ୍ୟାଗ କରିଦିଅନ୍ତି,
ସେମାନେ ବିଶ୍ୱର ଭାଗ୍ୟ ବିଧାତା ହୋଇଯାଆନ୍ତି। ତେବେ କର୍ମର ଫଳ ତ ସ୍ୱତଃ ଭାବରେ ତୁମ ନିକଟକୁ ସମ୍ପନ୍ନ ସ୍ୱରୂପରେ ଅର୍ଥାତ୍ ଭରପୁର ମାତ୍ରାରେ ଆସିବ। କିନ୍ତୁ ବର୍ତ୍ତମାନ ତୁମକୁ ଅଳ୍ପ କାଳର ଇଚ୍ଛା ମାତ୍ରର ବିଦ୍ୟା ହେବାକୁ ପଡ଼ିବ। ଯଦି ଏବେ କଞ୍ଚା ଫଳ ଖାଇବାର ଇଚ୍ଛାକୁ ତ୍ୟାଗ କରିଦେବ, ତେବେ ଭାଗ୍ୟ ତୁମ ପଛେ ପଛେ ଆସିବ। ଆଜିର ସ୍ଲୋଗାନ, ଯେହେତୁ ପରମାତ୍ମା ପିତାଙ୍କର ସନ୍ତାନ ଅଟ, ତେଣୁ ତୁମର ବୁଦ୍ଧିରୂପୀ ପାଦ ସର୍ବଦା ସିଂହାସନ ଉପରେ ରହିବା ଦରକାର। ଯେହେତୁ ପରମାତ୍ମା ପିତାଙ୍କର ସନ୍ତାନ ଅଟ, ତେଣୁ ତୁମର ବୁଦ୍ଧିରୂପୀ ପାଦ ସର୍ବଦା ସିଂହାସନ ଉପରେ ରହିବା ଦରକାର। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଯଦି କୌଣସି ବି ସେବାର ଯୋଜନା କରୁଛ, ତେବେ କର। ତା ଉପରେ ବିଚାର କର। କିନ୍ତୁ କ'ଣ ହେବ, କିପରି ହେବ, ଏହିଭଳି ପ୍ରଶ୍ନଚିତ୍ତ ବା ଆଶ୍ଚର୍ଯ୍ୟାନ୍ୱିତ ହୋଇ ବିଚାର କର ନାହିଁ। ବିଦେହୀ ବା ସାକ୍ଷୀ ହୋଇ ବିଚାର କର। ବିଚାର କର, ଯୋଜନା କର, ତାପରେ ଗୋଟିଏ ସେକେଣ୍ଡ ଭିତରେ ନିଜର ସ୍ଥିତିକୁ ସନ୍ଦେହମୁକ୍ତ କରିଦିଅ। କାରଣ ଏବେ ସ୍ଥିତିର ହିଁ ଆବଶ୍ୟକତା ରହିଛି ଏବଂ ବିଦେହୀ ସ୍ଥିତି ଅତି ସହଜରେ କୌଣସି ବି ପରିସ୍ଥିତିକୁ ଅତିକ୍ରମ କରିପାରିବ। ଯେପରି ବାଦଲ ଆସିଲା ଏବଂ ଚାଲିଗଲା, କିନ୍ତୁ ତୁମେ ଅଚଳ ଅଟଳ ହୋଇ ଖେଳ ଦେଖୁଛ। ଓମ୍ ଶାନ୍ତି।